श्रीमते भक्ति वेदांत नमस्ते सारस्वती देवे गौरवाणी प्रचारिणे निर्विशेष शून्यवादे पाश्चात्य देशतारिणे वंशाकल्पतरुभ्यश्च कृपा सिन्धु एव च पतितानं पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौर भक्त वृंद। हरे कृष्ण 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 हरे 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 राम 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 हरे हरे। मुखं करोति वाचालं पंगुलंघयते गिरिं यत्कृपातमहं वन्दे परमानंद माधवम श्री गुरुदिनतरणम श्री चैतन्य ईश्वरम। नमः ओम विष्णुपादाय कृष्ण प्रेष्ठाय भूतले श्रीमते जय पताका स्वामिने इति नामिने। हमने श्रवण करुचे भगवत गीता षष्ठ अध्याय ध्यान योग संपर्क रे 10 नंबर श्लोक। जोगी जुंजित सतत आत्मानं रहसि स्थितः एकाकी जत चित्तात्मा निराशीर अपरिग्रह। ଯୋଗୀ ସର୍ବଦା ପରମାତ୍ମା ଠାରେ ମନକୁ ଏକାଗ୍ର କରିବା ନିମିତ୍ତ ଚେଷ୍ଟା କରିବା ଉଚିତ। ସେ ଏକ ଏକାନ୍ତ ସ୍ଥାନରେ ଏକାକୀ ବାସ କରି ବଡ଼ ସାବଧାନତା ସହକାରେ ସର୍ବଦା ମନ ସଂଯମ କରିବା ଉଚିତ। ସେ ସମସ୍ତ ଭୌତିକ କାମନା ଓ ଅଧିକାରିତ୍ୱ ଭାବରୁ ମୁକ୍ତ ହେବା ଉଚିତ। ଭାବାର୍ଥ କୃଷ୍ଣ ବ୍ରହ୍ମ ପରମାତ୍ମା ପରମ ପୁରୁଷ ଭଗବାନ ହିସାବରେ ଅନୁଭୂତ ହୁଅନ୍ତି। ଅର୍ଥାତ୍ ପରମ ବ୍ରହ୍ମ କୃଷ୍ଣଙ୍କୁ ତିନି ସ୍ୱରୂପରେ ଅନୁଭବ କରାଯିବ। ତାଙ୍କର ନିରାକାର ବ୍ରହ୍ମ ସ୍ୱରୂପ, ପରମାତ୍ମା ସ୍ୱରୂପ ଆଉ ପରମ ପୁରୁଷ ଭଗବାନ ସ୍ୱରୂପ। ତ କୃଷ୍ଣ ଚେତନା କହିଲେ ସର୍ବଦା କୃଷ୍ଣଙ୍କର ଦିବ୍ୟ ସେବାରେ ନିଯୁକ୍ତ ହେବାକୁ ବୁଝାଏ। କୃଷ୍ଣ ଚେତନା ମାନେ କଣ? ଯେ କୃଷ୍ଣ ହଉଛି ପରମ ପୁରୁଷ ଭଗବାନ ଜାଣିବା, ସେ ପରମ ପୁରୁଷ ଭଗବାନ ପରମ ବ୍ରହ୍ମ ସାକାର ଜାଣିବା, ଆମେ ତାଙ୍କ ନିତ୍ୟ ଦାସ ବୋଲି ଜାଣିବା, ସିଏ ଆମର ନିତ୍ୟ ପ୍ରଭୁ ବୋଲି ଜାଣିବା, এই ସବୁ କଥା ଜାଣିକି ସବୁବେଳେ ତାଙ୍କ ସେବାରେ ନିଯୁକ୍ତ ହବା, ଏଇଟା କହୁଛି କୃଷ୍ଣ ଚେତନା। କିନ୍ତୁ ଯୋଉମାନେ ନିର୍ବିଶେଷ ବ୍ରହ୍ମଙ୍କ ପ୍ରତି ଆକୃଷ୍ଟ କିମ୍ବା ହୃଦୟ ସ୍ଥିତ ପରମାତ୍ମା ପ୍ରତି ଆକୃଷ୍ଟ, ସେମାନେ ମଧ୍ୟ ଆଂଶିକ ଭାବରେ କୃଷ୍ଣ ଚେତନାଶୀଳ। କାରଣ ନିର୍ବିଶେଷ ବ୍ରହ୍ମ କୃଷ୍ଣଙ୍କର ଦିବ୍ୟ ତେଜ ଅଟେ ଏବଂ ପରମାତ୍ମା କୃଷ୍ଣଙ୍କର ସର୍ବବ୍ୟାପକ ଆଂଶିକ ବିସ୍ତୃତାଂଶ ଅଟେ। এটা ସୁନ୍ଦର ଡେଫିନେସନ ଦିଆହେଲା ଏଠି। ଶ୍ରୀମଦ୍ ଭାଗବତରୁ ଏଇ କଥାଟା କୁହାଯାଉଛି ଯେ ଜ୍ଞାନମ ଅଦ୍ୟମ ବ୍ରହ୍ମେତି ପରମାତ୍ମା ଇତି ଭଗବାନ ଇତି ଶବ୍ଦ। ସେ ଅଦ୍ୱୟ ତତ୍ତ୍ୱ ବସ୍ତୁକୁ ବ୍ରହ୍ମ ପରମାତ୍ମା ରୂପରେ ବିଭିନ୍ନ ଯୋଗୀମାନେ ଜାଣନ୍ତି। ଜ୍ଞାନ ଯୋଗୀ ମାନେ ନିରାକାର ବ୍ରହ୍ମ ରୂପେ ଜାଣନ୍ତି, ଧ୍ୟାନ ଯୋଗୀ ମାନେ ପରମାତ୍ମା ରୂପେ ଜାଣନ୍ତି, ଆଉ ଭକ୍ତମାନେ ଭଗବାନ ରୂପେ ଜାଣନ୍ତି। ତ କୁହାଯାଉଛି ଯୋଉମାନେ ଡାଇରେକ୍ଟଲି କୃଷ୍ଣଙ୍କୁ ପୂଜା କରୁଛନ୍ତି ସେମାନେ ତ ଭଲ, କିନ୍ତୁ ଯୋଉମାନେ ନିର୍ବିଶେଷ ବ୍ରହ୍ମଙ୍କ ପ୍ରତି ଆକୃଷ୍ଟ ବା ପରମାତ୍ମା ପ୍ରକୃଷ୍ଟ, ସେମାନେ ବି ଆଂଶିକ ଭାବରେ କୃଷ୍ଣ ଚେତନାଶୀଳ। ପୂର୍ଣ୍ଣ କୃଷ୍ଣ ନା, କାହିଁକି ନା ଏଇ ବ୍ରହ୍ମ ହଉଛି ଭଗବାନଙ୍କର ଅଙ୍ଗର ଦିବ୍ୟ ଜ୍ୟୋତି। ଯସ୍ୟ ପ୍ରଭା ପ୍ରଭବतो ଜଗଦଣ୍ଡ କୋଟି, ଯସ୍ୟ ପ୍ରଭା। ଆଉ ପରମାତ୍ମା ଯୋଉ ପରମାତ୍ମା ରୂପରେ କୃଷ୍ଣଙ୍କର ସେ ସର୍ବବ୍ୟାପକ, ପୁରା ବ୍ରହ୍ମାଣ୍ଡରେ ସର୍ବବ୍ୟାପକ, ସେ ତାଙ୍କର ଆଂଶିକ ବିସ୍ତୃତାଂଶ।
ପ୍ଲେନାରୀ ପର୍ସନ କୁହାଯାଉଛି। ଏହିପରି ଭାବରେ ନିରାକାରବାଦୀ ଓ ଧ୍ୟାନ ଯୋଗୀ ମାନେ ଯୋଉମାନେ ପରମାତ୍ମାକୁ ଧ୍ୟାନ କରୁଛନ୍ତି, ହଁ, ତ ସେମାନେ ମଧ୍ୟ କୃଷ୍ଣ ଚେତନାଶୀଳ, ପ୍ରତ୍ୟକ୍ଷ ଭାବେ ନହେଲେ ପରୋକ୍ଷ। କିନ୍ତୁ ଯେ ପ୍ରତ୍ୟକ୍ଷ ଭାବରେ କୃଷ୍ଣ ଚେତନାଶୀଳ ସେ ହଉଛି ସବୁଠାରୁ, ହଁ, ସର୍ବୋତ୍ତମ ଯୋଗୀ। କାରଣ ଏଇ ପ୍ରକାର ଏକ ଭକ୍ତ ଭଲ ଭାବରେ ଜାଣନ୍ତି ବ୍ରହ୍ମ କଣ, ପରମାତ୍ମା କଣ। ଯେ ବ୍ରହ୍ମକୁ ଜାଣେ ସେ ଭଗବାନକୁ ଜାଣେ ନା, ପରମାତ୍ମାକୁ ଜାଣେ। ଯେ ପରମାତ୍ମାକୁ ଜାଣେ ସେ ଭଗବାନକୁ ଜାଣେ। ଯେ ଭଗବାନକୁ ଜାଣେ ସେ ବ୍ରହ୍ମକୁ ଜାଣେ, ପରମାତ୍ମାକୁ ଜାଣେ। ତାଙ୍କର ଭଗବାନଙ୍କ ସମ୍ବନ୍ଧୀୟ ଜ୍ଞାନ ପୂର୍ଣ୍ଣ ଜ୍ଞାନ। କିନ୍ତୁ ନିରାକାରବାଦୀ ଓ ଧ୍ୟାନ ଯୋଗୀଙ୍କର ଜ୍ଞାନ ପରିପୂର୍ଣ୍ଣ ଜ୍ଞାନ ନୁହେଁ। ସେମାନେ ଆଂଶିକ ଭାବରେ କୃଷ୍ଣ ଚେତନାଶୀଳ, ପ୍ରତ୍ୟକ୍ଷ ଭାବରେ, ପରୋକ୍ଷ ଭାବରେ, ଆଂଶିକ ଆଉ ପରୋକ୍ଷ। ସେ ଯାହା ହେଉ, ଏମାନେ ସମସ୍ତେ ନିଜ ନିଜର ପନ୍ଥାରେ ବରାବର ନିଯୁକ୍ତ ରହିବା ଉଚିତ ବୋଲି ଏଠାରେ ଉପଦେଶ ଦିଆଯାଉଛି। ତାହେଲେ ସେମାନେ ପରିଣାମତଃ ଚରମ ପୂର୍ଣ୍ଣତା ଲାଭ କରିବେ। ଠିକ ଉପଦେଶ ଯାଉଛି, ଠିକ ଅଛି, ଯେ ଯୋଉ ରାସ୍ତା ଧରିଛ ସେଇ ରାସ୍ତା ଠିକ କରି ପାଳନ କର। ନିଜ ନିଜ ପନ୍ଥାରେ ବରାବର ନିଯୁକ୍ତ ରହିବା ଉଚିତ କୁହାଯାଇଛି। ଯୋଉ ଯୋଉ ପନ୍ଥା ଧରିଛ ସେ ମାର୍ଗ ଧର, ଶେଷରେ ତୁମେ ପୂର୍ଣ୍ଣତା ଲାଭ କରିବ। ଠିକ ଅଛି। ଯୋଗୀର ପ୍ରଥମ କାମ ହେଲା ସର୍ବଦା କୃଷ୍ଣଙ୍କ ଠାରେ ମନକୁ ସ୍ଥିର ରଖିବା, ସର୍ବଦା କୃଷ୍ଣଙ୍କୁ ସ୍ମରଣ କରିବା ଉଚିତ। ଏକ ମୁହୂର୍ତ୍ତ ପାଇଁ ସୁଦ୍ଧା ତାଙ୍କୁ ଭୁଲିଯିବା ଉଚିତ ନୁହେଁ। ପରମେଶ୍ୱର ବା ପରମାତ୍ମାଙ୍କ ଠାରେ ମନକୁ ଏକାଗ୍ର କରିବାକୁ ସମାଧି କୁହାଯାଏ। ମନ ଏକାଗ୍ର କରିବାକୁ ହେଲେ ବ୍ୟକ୍ତି ସର୍ବଦା ଏକ ଏକାନ୍ତ ସ୍ଥାନରେ ବାସ କରିବାକୁ ପଡିବ। ବାହ୍ୟ ବିଷୟ ବସ୍ତୁରୁ ଧ୍ୟାନ ତୁଟେଇବାକୁ ପଡିବ। ତାର ସାଧନା ଦିଗରେ ଯାହା ପ୍ରତିକୂଳ ତାହାକୁ ତ୍ୟାଗ କରିବା ଦିଗରେ, ଏବଂ ସାଧନା ଦିଗରେ ଯାହା ଅନୁକୂଳ ତାହା ଗ୍ରହଣ କରିବା ଦିଗରେ ସେ ବଡ଼ ସାବଧାନ ହେବା ଉଚିତ। ଅଯଥା ଭୌତିକ ବିଷୟବସ୍ତୁ ଅଧିକାର କରିବାକୁ ପ୍ରୟାସୀ ହବା ଉଚିତ ନୁହେଁ। ଏତଦ୍ୱାରା ତାର ଅଧିକାରିତ୍ୱ ଭାବ ବୃଦ୍ଧି ପାଇବ। ଏ ଅଧିକାରିତ୍ୱ ଭାବକୁ ତ୍ୟାଗ କରିବା ଉଚିତ। ଏ ଜାଗାରେ ସେ ଦୃଢ ନିଶ୍ଚିତ ହବା ଉଚିତ। ଏଇ ଅପରିଗ୍ରହ, ଅପରିଗ୍ରହ ମାନେ ମୁଁ ମାଲିକ। ଏ ମାଲିକଙ୍କର ବୁଦ୍ଧିଟା ବହୁତ ଜାଗାରେ ପ୍ରୟୋଗ କରାହେଲା, ଅପରିଗ୍ରହ। ମୁଁ ମାଲିକ, ଏଇ ଭାବଟାକୁ ତ୍ୟାଗ କରିବାକୁ ପଡିବ। ଯେତେବେଳେ ବ୍ୟକ୍ତି ପ୍ରତ୍ୟକ୍ଷ ଭାବରେ କୃଷ୍ଣ ଚେତନାରେ ରହେ, ସେତେବେଳେ ସେ ସମସ୍ତ ସିଦ୍ଧି ଓ ଚେତାବନୀ ଉପଯୁକ୍ତ ଭାବରେ କାମ କରେ। କାରଣ ପ୍ରତ୍ୟକ୍ଷ କୃଷ୍ଣ ଚେତନାର ଅର୍ଥ ହଉଛି ଆତ୍ମତ୍ୟାଗ। ଏହି ଅବସ୍ଥାରେ ବ୍ୟକ୍ତି ପକ୍ଷରେ ଭୌତିକ ପଦାର୍ଥର ଅଧିକାରୀ ହେବା ସମ୍ଭବପର ନୁହେଁ। ସେ ଯାହା କିଛି ଭୌତିକ ପଦାର୍ଥ ଦେଖିବ ସେ କୃଷ୍ଣଙ୍କ ସାଙ୍ଗେ ଯୁକ୍ତ କରିବ। ଭକ୍ତ ହଉଛି କୃଷ୍ଣ ସେବାରେ। ସେ କୌଣସି ମତେ ନିଜେ ଆସକ୍ତ ହବନି, ଅନାସକ୍ତ ହେଇକି କୃଷ୍ଣଙ୍କ ସେବାରେ ଲଗାଅ। ସେ କୃଷ୍ଣଙ୍କ ଜିନିଷ ସବୁ ସେ କୃଷ୍ଣଙ୍କ ସେବାରେ ଲଗାଇବ। ସେ କୌଣସି କିଛି ଜିନିଷ ପରିତ୍ୟାଗ କରିବନି। ଛୋଡନା ନାହିଁ ଯୋଡନା है। ଆମେ କଣ ଛାଡିବା? ଆମେ ତ କିଛିର ମାଲିକ ନୁହଁ, ଛାଡିବା କେମିତି? ଆମେ ଭଗବାନଙ୍କ ସମ୍ପତ୍ତି ଚୋରି କରିକି ପରଧନ ପୋଦାରି କରୁଛେ। ପରଧନ ନେଇକି ଆମେ ପୋଦାରି କରି, ପୋଦାର ମାନେ ଯୋଉଟା ଟଙ୍କା ପଇସା ଅଛି ତାଙ୍କର ପୋଦାରି କରନ୍ତି। ତ ଭଗବାନ ସବୁ କିଛି ମାଲିକ। ହୁଁ। ସେଥିପାଇଁ କି ଶିଲ ରୂପ ଗୋସ୍ୱାମୀ କହୁଛନ୍ତି, ହଁ, କୃଷ୍ଣ ଚେତନାର ପ୍ରକୃତ ନିର୍ଦ୍ଧାରଣ କରିଛନ୍ତି କେମିତିକା ନା ଅନାସକ୍ତ ବିଷୟାନ୍ ଯଥାରମ୍ ଉପଯୁଞ୍ଜତ ନିର୍ବନ୍ଧ କୃଷ୍ଣ ସମ୍ବନ୍ଧେ ଯୁକ୍ତ ବୈରାଗ୍ୟ ଉଚ୍ୟତେ।
अनासक्त से विषया। अनासक्त है कि विषय को भोग करो। अनासक्त है कि विषय को भोग କରିବା ମାନେ ବଞ୍ଚି ରହିବା ପାଇଁ ଯେତିକି ବିଷୟ ଦରକାର ସେତିକି ବ୍ୟବହାର କର। ଅନାସक्त है कि ବିଷୟକୁ ଭୋଗ କରିବା ମାନେ ବିଷୟ ଲାଭ ହେଲେ ଭଲ ନହେଲେ ବି ଭଲ, ଏଇ ସ୍ତରରେ ଏଇ ଭାବ। ତ ଏଇ ଭାବେ କରିକି ନିର୍ବନ୍ଧ କୃଷ୍ଣ ସମ୍ବନ୍ଧ ସବୁ କିଛି କୃଷ୍ଣଙ୍କ ପାଇଁ କର। ତାକୁ କୁହନ୍ତି ଯୁକ୍ତ ବୈରାଗ୍ୟ ମୁଚ୍ୟତେ, ଯୁକ୍ତ ବୈରାଗ୍ୟ। এটা ଜଡ, এটা ମାୟା, ଏମିତି ତ୍ୟାଗ କରନି। ଜଡ ମାୟା ବୋଲି ତ୍ୟାଗ କଲେ କୌଣସି ନା କୌଣସି ପୁଣି ଆକୃଷ୍ଟ ହବ। କିନ୍ତୁ ଏଇ ଜଡ ମାୟା ହେଲେ ବି କୃଷ୍ଣଙ୍କର, ଯଦି କୃଷ୍ଣଙ୍କ ସେବାରେ ଲଗେଇବ ତାହେଲେ ଆଉ କିଛି ଅସୁବିଧା ନାହିଁ। ପ୍ରାପଞ୍ଚିକତୟା ବୁଦ୍ଧ୍ୟା ହରି ସମ୍ବନ୍ଧୀ ବସ୍ତୁ ନୁହଁ, ମୁମୁକ୍ଷୁ ବି ପରିତ୍ୟାଗ ବୈରାଗ୍ୟମ ଫଳକୁ ଉଚ୍ଚତେ। ଆଗରେ କୁହାଗଲା ଯୁକ୍ତ ବୈରାଗ୍ୟ, ଏଠି କୁହାଯାଉଛି ଫଲ୍ଗୁ ବୈରାଗ୍ୟ। ବିଭିନ୍ନ ପ୍ରକାର ବୈରାଗ୍ୟ ରହିଛି। ଯୁକ୍ତ ବୈରାଗ୍ୟ, ଫଲ୍ଗୁ ବୈରାଗ୍ୟ, ମର୍କଟ ବୈରାଗ୍ୟ, ଶ୍ମଶାନ ବୈରାଗ୍ୟ, ଆଉ ପେଟ ଭରିଲେ ବୈରାଗ୍ୟ। ହଁ, ବିଭିନ୍ନ ପ୍ରକାର ବୈରାଗ୍ୟ। ତ ଏଠି ଦୁটো ବୈରାଗ୍ୟ କଥା ସବୁ କହୁଛନ୍ତି। ଯଦି ଅନାସକ୍ତ ହେଇକି ବିଷୟ ଭୋଗ କରିବ ତାହେଲେ ତାକୁ ହେଲା ଯେ ଯୁକ୍ତ ବୈରାଗ୍ୟ। କୃଷ୍ଣଙ୍କ ସାଙ୍ଗେ ସବୁ କିଛି ଯୁକ୍ତ ହବ, ଆଉ ପ୍ରସାଦ ରୂପେ ସେଟା ଆମେ ଗ୍ରହଣ କରିବା। କୃଷ୍ଣ ସେବାର ଉଦ୍ଦେଶ୍ୟ ଯାହା କରିବା, ଯେତିକି ଦରକାର ସେତିକି ଗ୍ରହଣ କରିବା, ସେଟା ହଉଛି ଯୁକ୍ତ ବୈରାଗ୍ୟ। କିନ୍ତୁ କେউ ଯଦି ଏଇଟା ଜଡ, ଏଟା ମାୟା, ଆଉ ସବୁ ତ ଜଡ ମାୟା ବି ସେ ଭକ୍ତ ହେଇଗଲେ, ସେ ସବୁ ଦେଖିବ ଭଗବତ ମଙ୍ଗଳ। ଯଦ୍ୟତ ଇଚ୍ଛାନମ, ଯୋଉଠି ଯାହା ଦେଖିବ ସେ ଭଗବତ ସମ୍ବନ୍ଧ ଦେଖିବ, ସବୁଠି ଭଗବାନଙ୍କୁ ଦେଖିବ। ଯେ ଭଗବାନଙ୍କ ଶକ୍ତିର ପ୍ରକାଶ, ଭଗବାନଙ୍କ ସେବା ପାଇଁ ଉଦ୍ଦିଷ୍ଟ। ତ ଭଗବାନଙ୍କୁ ନ ଦେଖି ମୁଁ ନବାଟା ଠିକ ନୁହଁ, ଆଉ ଭଗବାନଙ୍କୁ ନ ଦବାଟା ବି ଠିକ ନୁହଁ। ମୁଁ ନବାଟା ଠିକ ନୁହଁ, କାହିଁକି ନା ମୁଁ ନବାଟା ଠିକ ନୁହଁ, ଖାଲି ମୁଁ ନେବିନି ଏଟା ଯଥେଷ୍ଟ ନୁହଁ। ଭଗବାନଙ୍କୁ ନ ଦବାଟା ବି ଠିକ ନୁହଁ, ଭଗବାନଙ୍କୁ ଦବାକୁ ପଡିବ, ତାହେଲେ ସେଟା ଠିକ ହବ। ସେ ବୈରାଗ୍ୟ ହଉଛି ଯୁକ୍ତ ବୈରାଗ୍ୟ, ତାକୁ କୁହାଯାଏ ଯୁକ୍ତ ବୈରାଗ୍ୟ। ଯେତେବେଳେ ବ୍ୟକ୍ତିର ଭୌତିକ ବିଷୟବସ୍ତୁ ପ୍ରତି କୌଣସି ପ୍ରକାର ଆସକ୍ତି ନଥାଏ, ଅନାସକ୍ତ, କିନ୍ତୁ ତତ୍ ସଙ୍ଗେ ସଙ୍ଗେ ସେ କୃଷ୍ଣଙ୍କ ପାଇଁ ସବୁ କିଛି ଗ୍ରହଣ କରେ, ସେତେବେଳେ ସେ ଅଧିକାରିତ୍ୱ ଭାବରୁ ବହୁ ଊର୍ଦ୍ଧ୍ୱରେ ଅବସ୍ଥିତ ବୋଲି ବୁଝିବାକୁ ପଡିବ। ଯେ ଅପରିଗ୍ରହ ନିଜର ମାଲିକାନଗିରି ରଖିବନି। କେତେବେଳେ ବୁଝିପାରିବା ନା ସେ ବିଷୟବସ୍ତୁ ପ୍ରତି ଆସକ୍ତ ନୁହଁ, କି ସବୁ ବିଷୟବସ୍ତୁ ଗ୍ରହଣ କରୁଛି କାହିଁକି ନା ଭଗବାନଙ୍କ ସେବାରେ ଲାଗିବ, ଏଇ ଉଦ୍ଦେଶ୍ୟରେ। ସେତେବେଳେ କଣ ହଉଛି ତା ଭାବଟା କଣ, ଏଟା ମୁଁ, ମୋର ସମ୍ପତ୍ତି ନୁହଁ, ଭଗବାନଙ୍କ ସମ୍ପତ୍ତି, ଭଗବାନଙ୍କ ସେବାରେ ଲାଗିବ। ଆମର ଭକ୍ତମାନେ ବଡ ବଡ ମନ୍ଦିର ବନଉଛନ୍ତି, ସେମାନେ ଜାଣନ୍ତି ଏ ମନ୍ଦିର ମାଲିକ ସେ ନୁହଁ। ଆମର ସଂସ୍ଥାରେ ଆମେ ଯାହା ସେବା କରୁଛୁ ବାସ୍ ସେଟା ସଂସ୍ଥା ପାଇଁ କରୁଛୁ, ଭଗବାନ ପାଇଁ କରୁଛୁ, ଆମର ଏଥିରେ ମାଲିକାନଗିରି କିଛି ନାହିଁ। ଠିକ ବ୍ୟାଙ୍କ ଯେ କ୍ୟାସିୟର ଭଳିଆ, କ୍ୟାସିୟର କୋଟି କୋଟି ଟଙ୍କା ଗଣୁଛି, କିନ୍ତୁ ଘରକୁ ଗଲାବେଳକୁ ଖାଲି ହାତ ଯାଉଛି, ଠିକ ସେଇଭଳିଆ। ହଁ ନା, ସେ ବ୍ୟାଙ୍କରେ ଯେ ଟଙ୍କା ଗୁଡିକ ଆସକ୍ତ ହଉଛି, ଆଜି 10 କୋଟି ଟଙ୍କା ଗଲା, ଖୁବ ଆନନ୍ଦ, ଆଜି 10 କୋଟି ଟଙ୍କା ହେଇଗଲା, କାଲି ନାହିଁ ଟଙ୍କା ନାହିଁ, ଆଜି କିଛି ଟଙ୍କା ନାହିଁ, ମନ ଦୁଃଖ ତାର ଦୁଃଖ ହଉଛି ନା। ସେ କୋଟି ଟଙ୍କା ଗଲେ ଯାହା, 1000 ଟଙ୍କା ଗଲେ ତାହା, ସିଏ ତ ତାର ମାଲିକ ନୁହଁ, ସେ ତ ଭାଗିଦାର ନୁହଁ। ଭକ୍ତ ସେଇଭଳିଆ, ସେ ମାଲିକ ନୁହଁ, ଯାହା କୃଷ୍ଣଙ୍କ ପାଇଁ ପାଇବ ସେଟା ସେବାରେ ଲଗେଇବ।
ବେଶୀ ପାଇଲେ ବେଶୀ ସେବାରେ ଲଗେଇବ, କମ ପାଇଲେ କମ ସେବାରେ ଲଗେଇବ। ବାସ୍, ଏଇଟା ହେଇପାରେ। ହয়তো ବେଶୀ ପାଇଲେ ବେଶୀ ଖୁସି ହବ, କାହିଁକି ବେଶୀ ସେବା କରିପାରୁଛୁ, ଭଗବାନଙ୍କ ସେବା ବେଶୀ ହେଲା, ସେଇ ଉଦ୍ଦେଶ୍ୟରେ ତ ଖୁସି ହବ ନା କି? ସେଥିପାଇଁ କି ଏଇ ଅନଧିକାରିତ ଭାବରୁ ଦୂର ଉପରକୁ ଉଠିବାକୁ ପଡିବ। ମୁଁ ମାଲିକ, ଏଇ ଭାବଟା ଛାଡିବାକୁ ପଡିବ। ଅନ୍ୟ ପକ୍ଷରେ ଯଦି ବ୍ୟକ୍ତି କୃଷ୍ଣ ସମ୍ବନ୍ଧ ଜ୍ଞାନ ଅର୍ଜନ ନ କରି ବିଷୟବସ୍ତୁକୁ ମାୟା ବୋଲି ତ୍ୟାଗ କରେ, ତ ତାର ବୈରାଗ୍ୟ ପୂର୍ଣ୍ଣତା ଲାଭ କରିନି ବୋଲି ବୁଝିବାକୁ ପଡିବ। ସେ କୃଷ୍ଣ ଚେତନା ନାହିଁ, କୃଷ୍ଣ ସମ୍ବନ୍ଧ ଜ୍ଞାନ ଅର୍ଜନ ନାହିଁ, ମୁଁ କୃଷ୍ଣଙ୍କର ଦାସ, ସବୁ କିଛି କୃଷ୍ଣଙ୍କର, କୃଷ୍ଣ ସବୁ କିଛିର ମାଲିକ, ଏଇଟାକୁ ବୁଝୁନି। ବ୍ରହ୍ମ ସତ୍ୟ ଜଗତ ମିଥ୍ୟା, ହଁ, ଏଟା ମିଥ୍ୟା, ହଁ, ମାୟା ମାୟା, ହଁ, ଏଇଟା ମନରେ ତ୍ୟାଗ କରିବ, ସେ ତ୍ୟାଗ ଯେ ଫଳକୁ ବୈରାଗ୍ୟ ମିଳେ। ଅର୍ଥାତ୍ ବ୍ୟକ୍ତି ଯଦି ନ ବୁଝିପାରେ ଯେ ଭୌତିକ ପଦାର୍ଥ ଗୁଡିକ କିପରି କୃଷ୍ଣଙ୍କ ସେବାରେ ନିଯୁକ୍ତ କରାଯାଇ ପାରିବ, ପ୍ରତିଟା ଜିନିଷ ଭଗବାନଙ୍କ ସେବାରେ ଲାଗିପାରିବ, ବା ଏଗୁଡିକର କୃଷ୍ଣଙ୍କ ସହିତ କି ସମ୍ବନ୍ଧ ଅଛି, ପ୍ରତିଟା ଜିନିଷ କୃଷ୍ଣଙ୍କ ସଙ୍ଗେ ସମ୍ବନ୍ଧିତ, ସେ ଅନୁସାରେ ତାକୁ କୃଷ୍ଣ ସେବାରେ ଲଗାବ। ତାହେଲେ ତାର ସମ୍ବନ୍ଧ ଜ୍ଞାନ ନାହିଁ ବୋଲି, ହଁ, ବୁଝିବାକୁ ପଡିବ। ହୁଁ, ତ ସେ ବୁଝି ନପାରେ କି ଭାବେ ଭୌତିକ ପଦାର୍ଥ ଗୁଡିକ କୃଷ୍ଣଙ୍କ ସେବାରେ ନିଯୁକ୍ତ ହେଇପାରିବ, ବା ଏଗୁଡିକ କୃଷ୍ଣଙ୍କ ସହିତ ସମ୍ବନ୍ଧ ଅଛି, ତାହେଲେ ତା ମାନେ କଣ, ତାର ସମ୍ବନ୍ଧ ଜ୍ଞାନ ନାହିଁ। ଏବଂ ଏଇ ସମ୍ବନ୍ଧ ଜ୍ଞାନ ନଥାଇ ସେ ଯଦି ଭୌତିକ ବିଷୟବସ୍ତୁ ଗୁଡିକ ତ୍ୟାଗ କରେ, ତାହେଲେ ତାର ବୈରାଗ୍ୟକୁ ଫଲ୍ଗୁ ବୈରାଗ୍ୟ ବା ବ୍ୟର୍ଥ ବୈରାଗ୍ୟ ବୋଲି କୁହାଯିବ। ଏକ କୃଷ୍ଣ ଚେତନାଶୀଳ ବ୍ୟକ୍ତି ଏକଥା ଭଲ ରକମ ଜାଣେ ଯେ ସବୁ କୃଷ୍ଣଙ୍କର, କୃଷ୍ଣ ହଉଛନ୍ତି ସବୁ କିଛିର ମାଲିକ, କିଛି ତାର ନୁହଁ। ଏଇଟା ଜାଣିଲେ ଜୀବନ ସବୁ ଦୁଃଖ ଶେଷ ହବ। ସବୁ ଦୁଃଖର ମୂଳ କାରଣ ହଉଛି ମୁଁ ମାଲିକ। ଦୁଃଖର କାରଣ, ଝଡ଼ଝାଟିର କାରଣ, ଅଶାନ୍ତିର କାରଣ, ବିପଦର କାରଣ, ସବୁ କିଛିର କାରଣ ହଉଛି ମୁଁ ମାଲିକ। ଏଇଟା ବୁଝିବ ନା କି? ସବୁ କୃଷ୍ଣଙ୍କର, ସବୁ କୃଷ୍ଣଙ୍କ ସେବାରେ ଲଗେଇଲେ ବାସ୍, ଆଉ ଚିନ୍ତା ନାହିଁ। ତେଣୁ ସେ ଅଧିକାରିତ୍ୱ ଭାବରୁ ମୁକ୍ତ ହୋଇଯାଏ। ଏଇ ଯେ ଅପରିଗ୍ରହ, ପରିଗ୍ରହ ଭାବରୁ ସେ ମୁକ୍ତ ହେଇଯାଏ। ନିଜ ପାଇଁ ମଧ୍ୟ ସେ କିଛି ଇଚ୍ଛା କରେ ନାହିଁ। କୃଷ୍ଣଙ୍କ ପାଇଁ ବା କୃଷ୍ଣ ଚେତନା ବୁଦ୍ଧି ନିମିତ୍ତ କିପରି ବସ୍ତୁ ଗୁଡ଼ିକୁ ଗ୍ରହଣ କରିବାକୁ ପାରିବୁ, କୃଷ୍ଣ ଚେତନା ହାନି କରାଉଥିବା ବସ୍ତୁ ଗୁଡ଼ିକୁ ପରିତ୍ୟାଗ କରିବାକୁ ପଡିବ, ଏହା ସେ ଭଲ ରକମ ଜାଣିଥାଏ। ସେ ସର୍ବଦା ଭୌତିକ ବିଷୟବସ୍ତୁ ଠାରୁ ଦୂରରେ ରହୁଥାଏ, କାରଣ ସେ ସର୍ବଦା ଦିବ୍ୟ ସ୍ତରରେ ଥାଏ। ପୁନଶ୍ଚ ସେ ମଧ୍ୟ ସର୍ବଦା ଏକାକୀ ବାସ କରେ, କାରଣ ଅଭକ୍ତ ମାନଙ୍କ ସହ ତାର କୌଣସି କାମ ନଥାଏ। ଏଠି ଏକାକୀ ବାସ କରିବା ମାନେ ଅଭକ୍ତ ମାନଙ୍କ ସଙ୍ଗ ନ କରିବା। ଯୋଗୀ ମାନଙ୍କ ସାଙ୍ଗରେ ଏକାକୀ ମାନେ ସେମାନେ ଜଙ୍ଗଲରେ ଯାଇକି ପାହାଡରେ ତପସ୍ୟା କରିବେ। ଭକ୍ତ ମାନଙ୍କର ଏକାକୀ ମାନେ ବହୁ ଭକ୍ତ ସେଠି ଥିବେ, ଅଭକ୍ତ ମାନେ ଥିବେନି। ବହୁ ଭକ୍ତ ମିଳିକି ସଂକୀର୍ତ୍ତନ କରିବେ, ହରିକଥା କରିବେ, ସେଇଟା ଏକାକୀ। ଏକାକୀ ମାନେ ଭୌତିକ ମଣିଷ ଠାରୁ ଦୂରରେ ରହିବା, ଏକାକୀ। ହଁ, ତ ପୁନଶ୍ଚ ହଁ, ସେ ଭକ୍ତ ମାନଙ୍କ ସାଙ୍ଗରେ ରହିବ, ଯେଉଁମାନେ କୃଷ୍ଣ ଚେତନାଶୀଳ ନୁହନ୍ତି ସେମାନଙ୍କ ସାଙ୍ଗେ ରହିବନି। ତାଙ୍କର କଣ କାମ ନାହିଁ ତାର। ତେଣୁ କୃଷ୍ଣ ଚେତନା ଥିବା ବ୍ୟକ୍ତି ଏକ ସିଦ୍ଧ ଯୋଗୀ।
ଯେ କୃଷ୍ଣ ଚେତନା ରହିଛି ସିଏ ହଉଛି ଯଥାର୍ଥ ଯୋଗୀ, କାହିଁକି ସେ ସବୁବେଳେ ଧ୍ୟାନ କରୁଛି, ଭଗବାନଙ୍କ ସେବାର ମାଧ୍ୟମରେ ଭଗବାନଙ୍କୁ ଧ୍ୟାନ କରୁଛି। ନିରାକାର ବ୍ରହ୍ମମାନ ନିରାକର ଧ୍ୟାନ କରୁଛନ୍ତି, ଧ୍ୟାନ ଯୋଗୀ ମାନେ ପରମାତ୍ମାକୁ ଧ୍ୟାନ କରୁଛନ୍ତି, ଭକ୍ତମାନଙ୍କ ଭଗବାନଙ୍କୁ ଧ୍ୟାନ କରୁଛନ୍ତି। କିନ୍ତୁ କେତେବେଳେ କେତେବେଳେ ଭକ୍ତ ଭଗବାନଙ୍କୁ ଧ୍ୟାନ କରେନି, ଭଗବାନଙ୍କୁ ଧ୍ୟାନ କରିବାଟା ତାର ସେବାକୁ ବେଶୀକରି ଧ୍ୟାନ କରେ। ଭଗବାନ କୁ ଧ୍ୟାନ କରିବାଠୁ ତାର ସେବାଟା ଧ୍ୟାନ କରି ଆହୁରି ଗୁରୁତ୍ୱପୂର୍ଣ୍ଣ। ଭଗବାନ ପାଇଁ ସେବା କରିବାକୁ ଯିବ, ତ ଭଗବାନ ରୂପକୁ ସେ ଧ୍ୟାନ କରିବନି ବସିକି, ତା ସେବାଟା କେମିତି ଭଲ ହବ ସେଟା ନେଇକି ଧ୍ୟାନ କରିବା ନା। ସେ ଭଗବାନ ପାଇଁ ବଜାର କରିବାକୁ ଯାଇଛି, ଆଳୁ କିଣୁଛି, ବାଇଗଣ କିଣୁଛି, ସବଜି କିଣୁଛି, ସବଜି ବାଲା ସବଜି ମାପିକି ଦବ, ସେଟା କଣ ହବ? ସେତେବେଳେ କଣ କରିବ ଭକ୍ତ? ସେ ସବଜି ବାଲା ଟା ମାପିକି ଦେଖି ଠକୁଛି ନା ଠିକ ଦଉଛି, ସେଟା ଧ୍ୟାନ କରି ଦେଖିବ ନା ଭଗବାନଙ୍କ ରୂପକୁ ଧ୍ୟାନ କରିବ? ହୁଁ? ଭଗବାନ ରୂପକୁ ଧ୍ୟାନ କରୁଥିବ ଯଦି ଠକି ଦେବନି। ତାପରେ ଭକ୍ତ ହয়তো ରନ୍ଧାବଢା କରୁଛି, ତ ରାନ୍ଧିବାର ମନ ଦବ ନା ଭଗବାନ ରୂପକୁ ଧ୍ୟାନ କରୁଥିବ? ସେ ରାନ୍ଧିବାରେ ମନ ଦବ। ତ ଏଇଭାବେ ସେ ତାଙ୍କ ସେବାର ମାଧ୍ୟମରେ ସବୁବେଳେ ଭଗବାନଙ୍କର ଧ୍ୟାନରେ ସେ ମଗ୍ନ ରହୁଛି, ସେବାର ମାଧ୍ୟମରେ। ତାପରେ କୁହାଯାଉଛି ତ ସେ କିଭଳିଆ ବସିକି ଧ୍ୟାନ କରିବ? ଶୁଚೌ ଦେଶେ ପ୍ରତିଷ୍ଠାପ୍ୟ ସ୍ଥିର ସ୍ଥିରମ୍ ଆସନମ୍ ଆତ୍ମନଃ न अति उच्छ्रित नाति नीचम शैलाजीन कुशोत्तरम तत्र एकाग्रम मनः कृत्वा जत चित्त इंद्रिय क्रिया उपविश्य आसने जुञ्जात योगम आत्म विशुद्धये। ତ ଯୋଗୀ କିଭଳି ବସିକି ଯୋଗ ସ୍ଥାନରେ ଧ୍ୟାନ କରିବା ସହିତ କୁହାଯାଉଛି, ଯୋଗାଭ୍ୟାସ ନିମିତ୍ତ ବ୍ୟକ୍ତିକୁ ଏକ ଏକାନ୍ତ ସ୍ଥାନକୁ ଯିବାକୁ ପଡିବ। ସେଠାରେ ଭୂମି ଉପରେ କୁଶ ଘାସ ବିଛାଇ ତାକୁ କୋମଳ ବସ୍ତ୍ର ଓ ମୃଗଚର୍ମ ଦ୍ୱାରା ଆବୃତ କରିବାକୁ ପଡିବ। ଆସନଟି ଅତି ଉଚ୍ଚ କିମ୍ବା ଅତି ନିଚ ହବନି, ଏହା ଏକ ପବିତ୍ର ସ୍ଥାନରେ ସ୍ଥାପିତ ହବ। ଯୋଗୀ ଯେ ଆସନରେ ସ୍ଥିର ଭାବରେ ଉପବେଶନ କରାଯାଉଛି, ଯୋଗୀ କଣ କରିବ? ସେ ଆସନରେ ସ୍ଥିର ହେଇକି ବସିବ, ତାର ମନ ଇନ୍ଦ୍ରିୟକୁ ସଂଯମ କରିକି ବସିବ, ହୃଦୟକୁ ବିଶୁଦ୍ଧ କରିବ, ମନକୁ ଏକାଗ୍ର କରି ସେ ଯୋଗ ଅଭ୍ୟାସ କରିବ। ଶୁଚೌ ଦେଶେ ପ୍ରତିଷ୍ଠାପ୍ୟ, ପବିତ୍ର ସ୍ଥାନରେ ଯିବ, ସ୍ଥାପନ କରିବ। ସ୍ଥିରମ୍ ଆସନ ଆତ୍ମନଃ, ସେ ସ୍ଥିର ହେଇକି ଆସନରେ ବସିବ। ସ୍ଥିରମ୍ ଆସନ ଆତ୍ମନଃ, ସେ ଆତ୍ମନିର୍ଭରଶୀଳ ହବ, ପର ନିର୍ଭରଶୀଳ ହବନି। न ଅତି ଉଚ୍ଚ न ଅତି ଉଚ୍ଛ୍ରିତମ୍, न ଅତି ଉଚ୍ଛ୍ରିତମ୍ ଏକାଗ୍ରମ୍ न ଅତି नीचम न अति उच्चतरम न अति नीचम शैलजिन कुशोत्तरम चैल अजिन, शैल अजिन ମାନେ ବସ୍ତୁ, ଶୈଳ ମାନେ କୋମଳ, କୋମଳ ବସ୍ତ୍ର ଏବଂ ମୃଗ ଚର୍ମ, ଚୈଲ ଅଜିନ। ତ କୁଶ ଘାସ, ତାପରେ ଏକାଗ୍ରଚିତ୍ତରେ ମନକୁ ନିୟନ୍ତ୍ରଣ କରିକି, ସଂଯମ କରିକି, ଇନ୍ଦ୍ରିୟ କ୍ରିୟାକୁ ସଂଯମ କରିକି ଏଠି ବସିବ ଆସନରେ,
ତାପରେ ସେ ଯୋଗ ଅଭ୍ୟାସ କରିବ। ହଁ, ତ ଯୋଗ ଅଭ୍ୟାସ କରିକି କରିବା ଉଚିତ ଏଇଭଳିଆ। ତା ହୃଦୟକୁ ବିଶୁଦ୍ଧ କରିବ, ଏଇଭଳିଆ ଯୋଗ ଅଭ୍ୟାସ କରିବ। ତ ପବିତ୍ର ସ୍ଥାନ କହିଲେ ଏଠାରେ ତୀର୍ଥ ସ୍ଥାନକୁ ବୁଝାଏ। ଭାରତରେ ଯୋଗୀଗଣ ବା ଭକ୍ତଗଣ ଗୃହତ୍ୟାଗ କରନ୍ତି ଏବଂ ପ୍ରୟାଗ, ମଥୁରା, ବୃନ୍ଦାବନ, ଋଷିକେଶ, ହରିଦ୍ୱାର ଆଦି ପବିତ୍ର ସ୍ଥାନ ମାନଙ୍କରେ ବାସ କରନ୍ତି, ଯେଉଁଠାରେ ଗଙ୍ଗା ଓ ଯମୁନା ପରି ପବିତ୍ର ନଦୀ ପ୍ରବାହିତ ହେଉଥାନ୍ତି। ସେହି ସ୍ଥାନରେ ଏକ ଏକାନ୍ତ ସ୍ଥାନରେ ସେମାନେ ଯୋଗ ଅଭ୍ୟାସ କରନ୍ତି, କିନ୍ତୁ ସବୁ ସମୟରେ, ବିଶେଷ କରି ପାଶ୍ଚାତ୍ୟ ଦେଶର ଅଧିବାସୀଙ୍କ ପକ୍ଷରେ ଏହା ସମ୍ଭବପର ନୁହେଁ। ସମସ୍ତେ ଯାଇକି ନିର୍ଜନ ସ୍ଥାନରେ ଗୋଟେ ଯୋଗ କରିବେ, এটা ସମ୍ଭବ ନୁହଁ। ପାଶ୍ଚାତ୍ୟ ଦେଶ ପକ୍ଷରେ ରୋକିବା ସମ୍ଭବ ନୁହଁ। ତ ବଡ ବଡ ସହର ମାନଙ୍କରେ ଥିବା ତଥାକଥିତ ଯୋଗ ସଂଘ ମାନେ ଭୌତିକ ଲାଭ ଉଠେଇବା ଦିଗରେ କୃତକାର୍ଯ୍ୟ ହେଇପାରନ୍ତି, କିନ୍ତୁ ପ୍ରକୃତ ଯୋଗ ଅଭ୍ୟାସ ଦିଗରେ ଉପଯୁକ୍ତ ନୁହନ୍ତି। ଏ ପାଶ୍ଚାତ୍ୟ ଦେଶରେ ଏ ଯୋଗ ଶିଖେଇବାଟା ଖୁବ ଫ୍ୟାସନ। ବହୁତ ଯୋଗ ସେଣ୍ଟର ରହିଛି। ସେ ଯୋଗ ସେଣ୍ଟର ଗୋଟେ ଫ୍ୟାସନ ହିସାବରେ କରୁଛନ୍ତି। ଯୋଗ ଯେ ଉଦ୍ଦେଶ୍ୟ, ହଁ, ସେଇଟା ତ ତାଙ୍କର ଉଦ୍ଦେଶ୍ୟ ନୁହଁ। ଯୋଗ ବେଳେ ରୋଗାରୋଗ୍ୟ ହବ, ସୁସ୍ଥ ରହିବେ, ଆଉ ବେଶୀ ଇନ୍ଦ୍ରିୟ ଭୋଗ କରିବେ, ସେଥିରେ କୌଣସି ଲାଭ ନାହିଁ। ଯେ ଆତ୍ମ ସଂଯମ ନ କରିଛି, ଯାହାର ମନ ସ୍ଥିର ନ ହୋଇଛି, ସେ କଦାପି ଧ୍ୟାନ ଯୋଗ ଅଭ୍ୟାସ କରିପାରିବ ନାହିଁ। ମନକୁ ନିୟନ୍ତ୍ରଣ କରିବାକୁ ପଡିବ, ଇନ୍ଦ୍ରିୟକୁ ବିଶୁଦ୍ଧ ନିବୃତ୍ତ କରିବାକୁ ପଡିବ, ହୃଦୟକୁ ପରିଷ୍କାର କରିବାକୁ ପଡିବ। ତାପରେ ଯୋଉ ଯୋଗ ସାଧନ ହବ, ପରମାତ୍ମାକୁ ଉପଲବ୍ଧି କରିବା ପାଇଁ ସେଟା ଯଥାର୍ଥ। ତେଣୁ ବୃହତ ନାରଦୀୟ ପୁରାଣରେ କୁହାଯାଇଛି ଯେ କଳି ଯୁଗରେ ସାଧାରଣ ଲୋକେ ଅଳ୍ପାୟୁଷ, ଆଧ୍ୟାତ୍ମିକ ସାଧନା ଦିଗରେ ଅତି ମନ୍ଦ, ସର୍ବଦା ନାନା ତାପରେ ତାପିତ, ଏମାନଙ୍କ ନିମିତ୍ତ ଭଗବାନଙ୍କ ଦିବ୍ୟ ନାମ କୀର୍ତ୍ତନ ହିଁ ସର୍ବୋତ୍ତମ ଯୋଗ ପନ୍ଥା। ହରେ ନାମ, ହରେ ନାମ, ହରେ ନାମ ଏବ କେବଳ କଲୁ ନାସ୍ତେବ 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 କର୍ତ୍ତୃ। କଲି ଯୁଗରେ ଭଗବାନଙ୍କ ଦିବ୍ୟ ନାମ କୀର୍ତ୍ତନ ହିଁ ମୁକ୍ତିର ଏକମାତ୍ର ପନ୍ଥା ଅଟେ। ଏତଦ୍ ବ୍ୟତୀତ ଅନ୍ୟ ପନ୍ଥା ନାହିଁ, ଅନ୍ୟ ପନ୍ଥା ନାହିଁ, ଅନ୍ୟ ପନ୍ଥା ନାହିଁ। ତ କୋଉ ଜାଗାରେ ବସିବା ଆମର ଶୁଣିଲେ, କାଲି ଆମେ ଶୁଣିବା କେମିତିକା ବସିବେ, ଯୋଗୀ କେମିତିକା ବସିବେ। ପ୍ରଭୁପାଦ ପ୍ରଥମରୁ କହିଦେଇଛନ୍ତି, ଏସବୁ ବର୍ଣ୍ଣନା ଆମେ ଶୁଣିବା, କିନ୍ତୁ ଏଇ ବର୍ଣ୍ଣନା ପ୍ରତି ଆକୃଷ୍ଟ ହେଇକି ଭକ୍ତି ଛାଡିକି ଏଥିରେ ପ୍ରବେଶ କରିବା ଠିକ ନୁହଁ। ଭକ୍ତ ମାନଙ୍କ ପାଇଁ ସର୍ବଶ୍ରେଷ୍ଠ ପନ୍ଥା ରହିଛି। ମନକୁ ସଂଯମ କରିବା, ଇନ୍ଦ୍ରିୟ ସଂଯମ କରିବା। ସେଥିପାଇଁ ପ୍ରଭୁପାଦ ପ୍ରତିଟା ତାତ୍ପର୍ଯ୍ୟରେ ଯୋଗୀ ମାନଙ୍କ କଥା ଲେଖା ସାଙ୍ଗେ ସାଙ୍ଗେ ଶେଷରେ ଜଣେ ଭକ୍ତ ତାଙ୍କୁ ବି ଯୋଗୀ ବୋଲି ସେ ଗ୍ରହଣ କରୁଛନ୍ତି। କାହିଁକି? ଯୋଗର ଉଦ୍ଦେଶ୍ୟ ଯାହା, ଭକ୍ତର ଉଦ୍ଦେଶ୍ୟ ସେଇଆ, ଭଗବାନ, ଭଗବତ ପ୍ରାପ୍ତି। ଠିକ ଅଛି? ତ କାଲି ଆମେ ମାନେ 13-14 ଶ୍ଲୋକ ପାଠ କରିବା, ଶ୍ରବଣ କରିବା। ଆଜି ଯଦି କିଛି ପ୍ରଶ୍ନ ଥିବ ଆମର ଓଡିଆ ଭକ୍ତ ମାନଙ୍କର, ଆପଣ ପଚାରିବେ। ହରେ କୃଷ୍ଣ ମହାରାଜ, ଧନ୍ୟବାଦ ପ୍ରଣାମ ମହାରାଜ। ଧନ୍ୟବାଦ। ମହାରାଜ ବୈରାଗ୍ୟ ବିଷୟ କୁହନ୍ତୁ ବହୁ ଟିକେ। ଆଁ ପାଞ୍ଚଟା ବୈରାଗ୍ୟ ବିଷୟ ଟିକେ। ପାଞ୍ଚଟା କି? ବୈରାଗ୍ୟ ବିଷୟରେ। ଓ, ପ୍ରଥମତଃ ହଉଛି ଯୁକ୍ତ ବୈରାଗ୍ୟ। ଆଜ୍ଞା। ଯୁକ୍ତ ବୈରାଗ୍ୟ ହଉଛି କୌଣସି କିଛି ପରିତ୍ୟାଗ ନ କରିକି ସବୁ କିଛି ଭଗବାନଙ୍କ ସେବାରେ ଲାଗିବା, ସେ ଗୋଟେ ବୈରାଗ୍ୟ। ନିଜ ସେବାରେ ନୁହଁ, ଭଗବାନ ସେବାରେ। ତାପରେ ମର୍କଟ ବୈରାଗ୍ୟ। ମର୍କଟ ବୈରାଗ୍ୟ ମାନେ କଣ? ମାନେ ମାଙ୍କଡଙ୍କ ଭଳିଆ ସବୁ ଛାଡିଛି, କିନ୍ତୁ ମନଟା ସବୁଠି ପଡିଛି କୋଉଠି? ବିଷୟରେ। ମର୍କଟ ବୈରାଗ୍ୟ ବାହାରକୁ ଦେଖଉଛି, ଘର ନାହିଁ, ବାଡି ନାହିଁ, ମାଙ୍କଡର ଘର ନାହିଁ, ବାଡି ନାହିଁ, ଗଛରେ ଜଙ୍ଗଲରେ ରହୁଛି, ସେ ଗୋଟେ ଗଛରେ ନୁହେଁ, ଏ ଗଛରୁ ସେ ଗଛ, ସେ ଗଛରେ ରହୁଛି। ମୁନି ଋଷିଙ୍କ ଭଳିଆ, ମୁନି ଋଷିଙ୍କ ତ ଆଟଲି କୌପିନ ପଢୁଛନ୍ତି, ଆଉ ମର୍କଟ ତ ପୁରା ନାଗା ବାବାଙ୍କ ଭଳିଆ ଲଗନ ରହୁଛି।
ଖାଇବା ଖାଲି ଫଳମୂଳ ଖାଇକି ରହୁଛି, ପୁରା ଋଷି ଭଳିଆ ଦେଖିବାକୁ ଜୀବନ ଯାପନଟା। ଦିନ ରାତି ମୈଥୁନ ଚିନ୍ତା କରୁଛି ବସି ବସି। ସେ ହଉଛି ମର୍କଟ ବୈରାଗ୍ୟ। ଫଲ୍ଗୁ ବୈରାଗ୍ୟ, ଫଲ୍ଗୁ ନଦୀ ଅଛି, ଉପରେ ଗୟାରେ ଫଲ୍ଗୁ ନଦୀ ଅଛି, ଉପରେ ପୁରା ଶୁଖିଲା ନଦୀ, ଟିକେ ଖୋଳିଲେ ପାଣି ଭର୍ତ୍ତି। ଉପରେ ଦେଖିବାକୁ ସାଧୁ ବୈରାଗ୍ୟ ଭଳିଆ, କିନ୍ତୁ ଭିତରେ ପାଣି ଭର୍ତ୍ତି ଅଛି, କାମନା ବାସନା ଭର୍ତ୍ତି ରହିଛି। ଏ ଗୋଟେ ବୈରାଗ୍ୟ। ଫଲ୍ଗୁ ବୈରାଗ୍ୟ, ମର୍କଟ ବୈରାଗ୍ୟ, ତାପରେ ଯୁକ୍ତ ବୈରାଗ୍ୟ, ତାପରେ ଶ୍ମଶାନ ବୈରାଗ୍ୟ। କେଉ ଗାଁରେ ମରିଗଲେ ସାଙ୍ଗେ ସାଙ୍ଗେ ଲୋକର ବୈରାଗ୍ୟ ଆସିଯାଏ, ଆହା ଦେଖ ଏଇ ଅଛି ଏଇ ନାହିଁ, ହଁ କଣ ସଂସାର, ମିଥ୍ୟାର ସଂସାର, ମାୟାର ସଂସାର ସବୁ ଆଲୋଚନା କରିବେ। ତ ଶ୍ମଶାନରେ ପୋଡି ଦେଇକି ଆସିଗଲେ ସେ ବୈରାଗ୍ୟ ଭାବ ନଥିବ, ମୁଁ ନିଜେ ସଂସାର ଭିତରେ ଆକୃଷ୍ଟ ହେଇକି କାମ କରିବି। ଏଟା ହଉଛି ଶ୍ମଶାନ ବୈରାଗ୍ୟ। ତାପରେ ପେଟ ଭରିଲେ ବୈରାଗ୍ୟ। ଯେ ପେଟ ଭରା ଥିବ, ତାପରେ ଖାଇବାକୁ ଇଚ୍ଛା ହବନି, ସେ ଗୋଟେ ପ୍ରକାର ବୈରାଗ୍ୟ। এইଭଳିଆ ବିଭିନ୍ନ ବୈରାଗ୍ୟ କହନ୍ତି। ଠିକ ଅଛି ତାହେଲେ। ধন্যবাদ মহারাজ। হরে ওকে। কৃষ্ণ মহারাজ, প্রণাম মহারাজ, দণ্ডবাদ। মহারাজ, এই যে ধ্যান যোগী এখানে মৃগ চর্মের আসনে বসছেন, এতে মহারাজ সুচিতা নষ্ট হচ্ছে না মহারাজ? না, সুচিতা নষ্ট হবে না। যেরকম আমরা গরুর চামড়া দিয়ে মৃদঙ্গ করছি, সুচিতা নষ্ট হচ্ছে না। শঙ্খ হাড় দিয়ে আমরা শঙ্খ রাখছি, সুচিতা নষ্ট হচ্ছে না। গোবর দিয়ে লিপছি, পবিত্র হয়ে সুচিতা নষ্ট হচ্ছে না। সেরকম একটা মৃগ চর্ম, সুচিতা নষ্ট হয়, পবিত্র এটা। মহারাজ, আর একটা জিজ্ঞাসা মহারাজ, এই পরীক্ষিত মহারাজকে অভিশাপ দিয়েছিলেন যে শ্রমিক মুনি, তিনিও ধ্যান করছিলেন, তিনিও কি এই অষ্টাঙ্গ যোগী ছিলেন? আমি জানি না। ওরা কি, মানে মুনি ঋষিদের বোঝা বড় মুশকিল, কার কি লক্ষ্য নিয়ে। উম, বিভিন্ন ঋষির বিভিন্ন প্রকার মতবাদ, বিভিন্ন প্রকার পন্থা, কিন্তু সবাইকে মুনি ঋষি ধরা হয়। কে কি করছিল আমরা জানি না, পরমাত্মা যেন করছিল না কি করছিল। ঠিক আছে মহারাজ, ধন্যবাদ। সাধারণত ধ্যান করে পরমাত্মাকে জানার জন্য, কিন্তু অন্য কোনো উদ্দেশ্য থাকতে পারে। অষ্টসিদ্ধি পাওয়ার জন্য কেউ হয়তো করছে, ধ্যান করছে, বিভিন্ন রকম করছে তারা, এটা হতে পারে। তো আজকে আমরা এখন শ্রী চৈতন্য চরিতামৃত পাঠ করবো, মহাপ্রভু যৌবন লীলা। তো আমরা কালকে